କାହାକୁ ତା'ର ଅନୁଭବ କଥା ପଚାରିବା ଓ ନିଜେ ନିଜର ଅନୁଭବ କଥା କହିବା ଶୋଭନୀୟ ନୁହେଁ। ଦ୍ୱିତୀୟତଃ କୌଣସି ବ୍ୟାଖ୍ୟାନଦାତା ତା ନିଜ ଦୃଷ୍ଟିରେ ସବୁଠୁ ଭଲ କଥା ହିଁ କହିବାକୁ ଚେଷ୍ଟା କରିବ, କାରଣ ନିଜର ଇଜ୍ଜତ ରକ୍ଷା ସମସ୍ତେ ଚାହାନ୍ତି। ସେ ମଧ୍ୟ ନିଜର ଇଜ୍ଜତ ରଖିବାକୁ ଚାହେଁ। ତେବେ ସେ ନିମ୍ନ ସ୍ତରର କଥା କାହିଁକି କହିବ? ସେ ନିଜର ଅନୁଭବ ଗୁପ୍ତ ରଖିବ ବା କିପରି? ସନ୍ଥଜନଙ୍କ ବାଣୀରେ ଅଛି ଯେ ସାଧୁ ସନ୍ଥଙ୍କର ପରୀକ୍ଷା ସେମାନଙ୍କ ବଚନରୁ ହୁଏ। ସେମାନେ କ'ଣ କହୁଛନ୍ତି ସେଥିରୁ ସେମାନଙ୍କର ଭାବ ବିଷୟରେ ଜାଣି ହୁଏ। କୌଣସି ଲୋକ ସଙ୍ଗେ ଆପଣ ଠିକ୍ ଭାବେ କଥାବାର୍ତ୍ତା କରନ୍ତୁ, ତା କଥା ପ୍ରତି ଲକ୍ଷ୍ୟ ଦିଅନ୍ତୁ, ତାହେଲେ ଆପଣ ତା ଅନ୍ତରର ଭାବନା ଓ ସ୍ଥିତି ବିଷୟରେ ଜାଣିପାରିବେ। ଗୀତା ଅବଲୋକନ କଲେ ଭଗବାନଙ୍କର ଭାବ ବିଷୟରେ ଜଣାପଡ଼ିଥାଏ। ଗୀତା ଅଧ୍ୟୟନରୁ ମୋତେ ଜଣାପଡ଼ିଲା ଯେ ଭଗବାନ ଦୁଇଟି କଥା ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି। ପ୍ରଥମତଃ ଆଜୀବନ ସାଧନାରତ ରହିବା ଏବଂ ଦ୍ୱିତୀୟତଃ ଅନ୍ତ ସମୟରେ ସାବଧାନ ରହିବା। ଏ ଦୁଇଟି ବିଷୟରେ ଭଗବାନ ଯେତେ କହିଛନ୍ତି ଅନ୍ୟ କୌଣସି ବିଷୟରେ ସେତେ କହିନାହାନ୍ତି। ତତ୍ତ୍ୱର ଅନୁଭବ କିପରି ହେବ? ପ୍ରଥମେ ଏତିକି ମାନି ନିଅନ୍ତୁ ଯେ ସବୁକିଛି ପରମାତ୍ମା। ଆମକୁ ଦେଖାଯାଉ ବା ନଯାଉ, କଥାଟି ଠିକ୍ ରୂପେ ବୁଝି ହେଉ ବା ନ ହେଉ, ଏତିକି ମାନିବା ନିହାତି ଦରକାର। ସବୁକିଛି ପରମାତ୍ମା ବୋଲି ଅନୁଭବ କରୁଥିବା ମହାତ୍ମ୍ୟ ଅତ୍ୟନ୍ତ ଦୁର୍ଲଭ। ମୁଁ ଉଚ୍ଚସ୍ତରର ମହାତ୍ମ୍ୟଙ୍କ ବିଷୟରେ ଏଭଳି ଶୁଣିଛି ଓ ବହିରୁ ପଢ଼ିଛି ଯେ ସେ କାହାକୁ କେଉଁ କଥା ବୁଝାଇଲା ବେଳେ ବା କାହା ପ୍ରଶ୍ନର ଉତ୍ତର ଦେଲାବେଳେ ଏମିତି ଭାବନ୍ତି ନାହିଁ ଯେ ସେ କେବଳ ଜାଣିଛନ୍ତି ଓ ଅନ୍ୟମାନେ ଜାଣିନାହାନ୍ତି। ଏମାନଙ୍କୁ ମୁଁ ପଢ଼ାଇ ଦେବି, ଏମାନେ ଶିଖୁଛନ୍ତି, ମୁଁ ଶିଖାଇ ଦେବି, ଏଭଳି ଭାବନା ତାଙ୍କର ନଥାଏ। ତେବେ କିପରି ଭାବନା ଥାଏ? ଭଗବାନ ହିଁ ବ୍ୟାପକ ରୂପରେ ଆସି ମୋତେ ପଚାରୁଛନ୍ତି। ଏମାନଙ୍କ ଧାରଣା ଅନୁସାରେ କହି ମୁଁ ପ୍ରଭୁଙ୍କର ହିଁ ସେବା କରୁଛି। ମୋର କହିବାର ଆସକ୍ତି, କାମନା ଇତ୍ୟାଦିକୁ ପୂର୍ଣ୍ଣ କରିବା ପାଇଁ ପ୍ରଭୁ ଆଜ୍ଞା ରୂପରେ ଆସି ମୋତେ ପଚାରୁଛନ୍ତି। କେବଳ ମୋ ଉପରେ ଅନୁଗ୍ରହ କରି ପ୍ରଭୁ ପଚାରୁଛନ୍ତି। ମୋର କହିବାର ଆସକ୍ତିକୁ ଦୂର କରିବା ପାଇଁ ପ୍ରଭୁ ଏସବୁ ଘଟାଇଛନ୍ତି। ଏହା ତାଙ୍କର ଲୀଳା। ସଂସାରର ଯେଉଁ ସ୍ୱରୂପ ଦୃଶ୍ୟ ହେଉଛି ତାହା ପ୍ରଭୁଙ୍କର ସ୍ୱରୂପ ଏବଂ ସଂସାରରେ ଯେଉଁ କ୍ରିୟା ହେଉଛି ତାହା ପ୍ରଭୁଙ୍କର ଲୀଳା। ସ୍ୱୟଂ ପ୍ରଭୁ ମୋ ପ୍ରତି ଦୟା ପରବଶ ହୋଇ ବିଚିତ୍ର ବିଚିତ୍ର ଲୀଳା କରୁଛନ୍ତି। ତାଙ୍କର କୌଣସି ପ୍ରୟୋଜନ ନାହିଁ। ତାଙ୍କର କାହାଠାରୁ କିଛି ନେବାର ନାହିଁ କି ଶିଖିବାର ନାହିଁ। ସେ କେବଳ ଅନୁଗ୍ରହ କରି ଏପରି କରୁଛନ୍ତି। ଅତଏବ ଭଗବାନଙ୍କର କେବଳ କୃପା ବରଷୁଛି ବୋଲି ଆମକୁ ମାନି ନେବାକୁ ହେବ। ମହାପୁରୁଷମାନେ ଯାହା ଅନୁଭବ କରିଛନ୍ତି ତାହାକୁ ଆମେ ପ୍ରଥମରୁ ମାନିନେଲେ ପରବର୍ତ୍ତୀ କାଳରେ ତାହା ଆମ ପାଇଁ ପ୍ରତ୍ୟକ୍ଷ ହୋଇଯିବ। ଆମେ ଶିକ୍ଷା ଗ୍ରହଣ କଲାବେଳେ ଶିକ୍ଷକ କ, ଖ, ଗ, ଘ ଲେଖିଦିଅନ୍ତି ଏବଂ ଆମେ ତାଙ୍କ କଥା ମାନି ଅଭ୍ୟାସ କଲେ ଶିକ୍ଷିତ ହୋଇଯାଉ। ସେହିପରି ଇଂରାଜୀ ଶିକ୍ଷାରେ ଶିକ୍ଷକ ABCD ଲେଖି ଆମକୁ ଶିଖାଇ ଦିଅନ୍ତି ଏବଂ ଆମେ ତାଙ୍କ କଥା ମାନି ଶିଖିଗଲେ ଆମେ ମଧ୍ୟ ଇଂରାଜୀ ପଢ଼ିପାରୁ। ଶିଖିଲା ବେଳେ ଜଣାପଡ଼େ ନାହିଁ ଯେ ଏହା କାହିଁକି ହେଲା। ଦୁଇ ପଟରେ ଦୁଇଟି ଗାର ଟାଣି ମଝିରେ ଗୋଟିଏ ଗାର ପକାଇ ଦେଇ ଶିକ୍ଷକ କହିଲେ ଯେ ଏହା ହେଉଛି ଏ। ତାଙ୍କ କହିବା ଅନୁସାରେ ଆମେ ତାହାକୁ ଏ ବୋଲି ମାନିନେଲେ ଏ କ୍ଷେତ୍ରରେ ମାନିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ। ଶିକ୍ଷକ ଯେପରି କହନ୍ତି ତାଙ୍କ ହଁରେ ହଁ ମାନିନେଲେ ଆମେ ଶିଖିଯାଉ ଓ ପଣ୍ଡିତ ହେଇଯାଉ। ସେହିପରି ଯେଉଁ ସନ୍ଥ ମହାତ୍ମାଙ୍କ ପ୍ରତି ଆମର ଶ୍ରଦ୍ଧା ଅଛି ତାଙ୍କ କହିବା ଅନୁସାରେ ତାଙ୍କ ହଁରେ ହଁ ମିଳାଇ ଦେଲେ ଆମକୁ ମଧ୍ୟ ସେହିପରି ଅନୁଭବ ହେବ। ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ଅକ୍ଷର ସମ୍ବନ୍ଧୀୟ ଜ୍ଞାନ ଦ୍ୱାରା କେହି ଛୋଟ ବିଦ୍ୱାନ ହୁଏ ତ ଆଉ କେହି ବଡ଼ ବିଦ୍ୱାନ ହୁଏ, କିନ୍ତୁ ତତ୍ତ୍ୱଜ୍ଞାନରେ ଛୋଟ ବଡ଼ ନଥାଏ। ପୂର୍ବରୁ ସନକାଦି, ନାରଦ, ବେଦବ୍ୟାସ ପ୍ରଭୃତି ବଡ଼ ବଡ଼ ମହାପୁରୁଷଙ୍କୁ ଯେଉଁ ବୋଧପ୍ରାପ୍ତି ହୋଇଛି ତାହା ଆଜିର ଜଣେ ସାଧାରଣ ଲୋକଙ୍କୁ ମଧ୍ୟ ହୋଇପାରିବ।
ଯାହାଠାରୁ ବଳି କୌଣସି ବିଦ୍ୱାତ ନାହିଁ, ଯାହାଠାରୁ ବଳି କୌଣସି ସୁଖ ଓ ଆନନ୍ଦ ନାହିଁ, ଯାହାଠାରୁ ବଳି କୌଣସି ଉନ୍ନତି ନାହିଁ, ଯାହାଠାରୁ ବଳି କୌଣସି ଉପଲବ୍ଧି ନାହିଁ, ତାହା ପ୍ରତ୍ୟେକ ମନୁଷ୍ୟ ପ୍ରାପ୍ତ କରିପାରିବ। ସେହି ତତ୍ତ୍ୱକୁ ପ୍ରାପ୍ତ କରିବା ପାଇଁ ହିଁ ମନୁଷ୍ୟକୁ ସୃଷ୍ଟି କରାଯାଇଛି। ଖାଇବା, ପିଇବା, ଶୋଇବା ଇତ୍ୟାଦି ତ କୁକୁର ଓ ଗଧମାନେ ମଧ୍ୟ କରନ୍ତି। ଏମାନଙ୍କର ମଧ୍ୟ ପିଲାଛୁଆ ଓ ପରିବାର ଥାଆନ୍ତି। ଯଦି ସେହି କାମ ମନୁଷ୍ୟ କଲା, ତେବେ ମନୁଷ୍ୟ ଜନ୍ମର ମହିମା କ'ଣ ରହିଲା? ଏହା ତ ପଶୁତ୍ୱ ଆକୃତି ସିନା ମନୁଷ୍ୟ ପରି, ହେଲେ ମନୁଷ୍ୟ ତ ନାହିଁ। ଭଗବାନ ଯେଉଁଥିପାଇଁ ମନୁଷ୍ୟ ଶରୀର ଦେଇଛନ୍ତି, ତାହାକୁ ପ୍ରାପ୍ତ କରିବା ହିଁ ମନୁଷ୍ୟତ୍ୱ। ମାତ୍ର ମନୁଷ୍ୟ ଏପରି ଦୁର୍ଲଭ ସୁଯୋଗକୁ ଭୋଗ ଉପଭୋଗ କରିବାରେ ଓ ସଂଗ୍ରହ କରିବାରେ ଲଗାଇ ଦେଲା। ହାୟ, ତୁ ଏ କେଉଁ କାମରେ ଲାଗିଗଲୁ? ମଝିଟାରେ ଏ କେଉଁ ଜଞ୍ଜାଳ ଆରମ୍ଭ କରିଦେଲୁ? ତୋତେ କେଉଁଠିକି ଯିବାର ଥିଲା, ଆଉ ତୁ ମଝିରେ କେଉଁଠି ଅଟକି ଗଲୁ? ଏହି ଭୋଗ ମଧ୍ୟ ଏହିଠି ରହିଯିବ, ଶରୀର ମଧ୍ୟ ଏହିଠି ରହିଯିବ ଏବଂ ଟଙ୍କା ପଇସା ମଧ୍ୟ ଏଇଠି ପଡ଼ି ରହିବ। ଯାହା ଏଇଠି ରହିଯିବ, ସେଥିରୁ ତୋତେ କ'ଣ ମିଳୁଛି? ପ୍ରକୃତ ମିଳିବା ତ ତାକୁ କୁହାଯାଏ, ଯାହା କଦାପି ଦୂରେଇ ଯାଏ ନାହିଁ, ସର୍ବଦା ସଙ୍ଗରେ ରହେ। ତେଣୁ ଯାହା ସବୁଦିନ ପାଇଁ ସଙ୍ଗରେ ରହିବ, କଦାପି ଏପଟ ସେପଟ ହେବ ନାହିଁ, ସେଇଆକୁ ସଙ୍ଗରେ ନେଇ ଯାଆନ୍ତୁ। ଶରୀରକୁ କାଟି ଖଣ୍ଡ ଖଣ୍ଡ କରି ଦିଆଗଲେ ମଧ୍ୟ ସେହି ଅବିନାଶୀକୁ ଆମଠାରୁ କେହି ଛଡ଼ାଇ ନେଇପାରିବେ ନାହିଁ। ଗୋଟିଏ ମହତ୍ତ୍ୱପୂର୍ଣ୍ଣ କଥା କହୁଛି, ଯାହାକି ମୁଁ ଅନେକ ବହିରୁ ପାଇଛି ଓ ସନ୍ଥଙ୍କଠାରୁ ଶୁଣିଛି। ପରମାତ୍ମା ବିଦ୍ୟମାନ ଓ ସେ ସର୍ବଦା ବିଦ୍ୟମାନ। ଏପରି କୌଣସି ସମୟ ନାହିଁ ଯେତେବେଳେ କି ପରମାତ୍ମା ନଥିବେ। ସମୟ ତାଙ୍କର ଅନ୍ତର୍ଗତ। କୌଣସି ସମୟରେ ତାଙ୍କର ଅଭାବ ହୁଏ ନାହିଁ। ଓଲଟା ସମୟ ତାଙ୍କଠାରେ ସମାବିଷ୍ଟ ହୋଇଯାଏ। ସେହି ପରମାତ୍ମା ସର୍ବଦା ବିଦ୍ୟମାନ, ତେଣୁ ସେ ବର୍ତ୍ତମାନ ମଧ୍ୟ ବିଦ୍ୟମାନ। ଯଦି ବର୍ତ୍ତମାନ ବିଦ୍ୟମାନ ନୁହନ୍ତି, ତେବେ ସେ ସର୍ବଦା ବିଦ୍ୟମାନ ବୋଲି କୁହାଯିବ କିପରି? ସେ ସର୍ବତ୍ର ବିଦ୍ୟମାନ, ତେଣୁ ସେ ଏଠାରେ ମଧ୍ୟ ବିଦ୍ୟମାନ। ଯଦି ଏଠାରେ ବିଦ୍ୟମାନ ନୁହନ୍ତି, ତେବେ ସେ ସର୍ବତ୍ର ବିଦ୍ୟମାନ ବୋଲି କୁହାଯିବ କିପରି? ସେ ସମସ୍ତଙ୍କ ଠାରେ ବିଦ୍ୟମାନ, ତେଣୁ ମୋ ଠାରେ ମଧ୍ୟ ବିଦ୍ୟମାନ। ଯଦି ମୋ ଠାରେ ବିଦ୍ୟମାନ ନୁହନ୍ତି, ତେବେ ସେ ସମସ୍ତଙ୍କ ଠାରେ ବିଦ୍ୟମାନ ବୋଲି କୁହାଯିବ କିପରି? ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେ ଆମର ନିଜର। ଶରୀର ନିଜର ନୁହେଁ, ମନ ନିଜର ନୁହେଁ, ବୁଦ୍ଧି ନିଜର ନୁହେଁ, କି ଇନ୍ଦ୍ରିୟଗଣ ନିଜର ନୁହନ୍ତି, କାରଣ ଏଗୁଡ଼ିକ ପ୍ରକୃତିର କାର୍ଯ୍ୟ, ଜଡ଼ ଉତ୍ପତ୍ତି ବିନାଶଶୀଳ। ଆପଣ ଅନୁଭବ କରନ୍ତି ଯେ ମୁଁ ଅଛି, ତେବେ ଏଥିରେ ଆପଣଙ୍କୁ କୌଣସି ସନ୍ଦେହ ହୁଏ କି ମୁଁ ଅଛି କି ନାହିଁ? ଏଥିପାଇଁ କାହାକୁ ପଚାରିବାକୁ ପଡ଼େ କି? କାହାର ସାକ୍ଷୀ ନେବାକୁ ପଡ଼େ କି? ଏହା ତ ସ୍ୱତଃସିଦ୍ଧ। ଏହି ମୁଁ ଅଛିରେ ମୁଁ ଭାବେ ପ୍ରକୃତ ଉପରେ ଆଧାରିତ ଏବଂ ଅଛି ଭାବ ସଂକୀର୍ଣ୍ଣତା ଅଛନ୍ତି ସର୍ବବ୍ୟାପୀ ପରମାତ୍ମାଙ୍କ ଉପରେ ଆଧାରିତ। ଏହି ଅଛନ୍ତି ହିଁ ଅଛି ହୋଇଛି। ପ୍ରକୃତିରୁ ସମ୍ବନ୍ଧ ଛିନ୍ନ ହେବା ମାତ୍ରେ ଅଛନ୍ତି ହିଁ ଅବଶେଷ ରହେ ଏବଂ ଅଛି ଭାବ ନଷ୍ଟ ହୋଇଯାଏ। ଏହା ସନ୍ଥଜନଙ୍କର ଅନୁଭବ କଥା। ଏହି କଥା ଆପଣମାନେ ଦୃଢ଼ ଭାବରେ ମାନିନେଲେ ସବୁ କାମ ଠିକ୍ ହୋଇଯିବ। ଏଥିରେ ଗୋଟିଏ ବଡ଼ ବିଘ୍ନ ରହୁଛି। ସେଇ ବିଘ୍ନ କ'ଣ, ତାହା ମୁଁ କହୁଛି, ମନ ଦେଇ ଶୁଣନ୍ତୁ। ସାଧନା, ଭଜନ, ଧ୍ୟାନ ଇତ୍ୟାଦି କରୁଥିଲେ ମଧ୍ୟ ଏ ଦିଗକୁ ଦୃଷ୍ଟି ଯାଏ ନାହିଁ। ବର୍ଷ ବର୍ଷ ଧରି ବ୍ୟାଖ୍ୟାନ ଦେଉଥିଲେ ମଧ୍ୟ ଏ କଥା ମୋ ମୁଣ୍ଡକୁ ଢୁକି ନଥିଲା। ସେ କଥାଟି ଆପଣମାନଙ୍କୁ ସରଳ ଭାବରେ କହୁଛି। ଏହାକୁ ଆପଣମାନେ ବର୍ତ୍ତମାନ ହିଁ ମାନି ନିଅନ୍ତୁ। ସଂଯୋଗ ଜନିତ ସୁଖରୁ ଆମେ ଯେଉଁ ରସ ଗ୍ରହଣ କରୁଛେ, ତାହା ହିଁ ମୁଖ୍ୟ ବିଘ୍ନ। ଖାଇବା, ପିଇବା, ଶୋଇବା, ଉଠିବା, ବସିବା, ଚାଲିବା ତଥା ମାନ ବଡ଼ିମା ଆଦିରୁ ଯେଉଁ ସୁଖ ମିଳେ, ସେହି ସୁଖ ପ୍ରତି ରହିଥିବା ଆସକ୍ତି ଓ ଆକର୍ଷଣ ହିଁ ମୁଖ୍ୟ ବିଘ୍ନ। ଏହାକୁ ଦୂର କରିବାର ଉପାୟ ହେଲା ଅନ୍ୟମାନଙ୍କର ହିତ ଭାବନା କରିବା।
ଅନ୍ୟମାନଙ୍କୁ ସୁଖ ମିଳୁ, କୌଣସି ଭଲ ଜିନିଷ ହେଲେ ଅନ୍ୟମାନଙ୍କୁ ମିଳୁ, ମାନ ବଢ଼ିବା ଅନ୍ୟମାନଙ୍କୁ ମିଳୁ, ଏହିପରି ଅନ୍ୟମାନଙ୍କୁ ଦେବାର ଭାବନା ଜାତ ହେଉ। ସଂଯୋଗ ଜନିତ ସୁଖରୁ ତ୍ରାହି ପାଇବାର ଏହା ଏକ ଉତ୍ତମ ପନ୍ଥା। ଏ କଥା ଆପଣ ପ୍ରଥମେ ନିଜ ଘରୁ ଆରମ୍ଭ କରନ୍ତୁ। ବାପା, ମା, ସ୍ତ୍ରୀ, ପୁତ୍ର ଆଦି ସମସ୍ତଙ୍କୁ ସୁଖ ଦିଅନ୍ତୁ, କିନ୍ତୁ ସେମାନଙ୍କଠାରୁ ସୁଖ ନିଅନ୍ତୁ ନାହିଁ। ଆପଣ ସେମାନଙ୍କୁ ସୁଖ ଦେଉଛନ୍ତି ସତ, କିନ୍ତୁ ପ୍ରତି ବଦଳରେ ଏପରି ଭାବନା ରଖୁଛନ୍ତି ଯେ ପୁଅ ମୋ କଥା ମାନୁ, ମୋ ମା'ର ସେବା କରୁଛି, ତେଣୁ ମା ତା ଗହଣା ଗାଣ୍ଠି ମୋତେ ଦେଉ। ଇଏ ହେଲା ବିପଦ। ନେବା ଭାବନା ବନ୍ଧନର ମୂଳ ବୀଜ। ଅତଏବ ନେବା ଭାବନା ଛାଡ଼ି କେବଳ ମା'ର ପ୍ରୀତି ଭୋଜନ ହେବା ପାଇଁ ମା'ର ସେବା କରନ୍ତୁ। ମା'କୁ କହନ୍ତୁ, ତୋ ପାଖରେ ଗହଣା, ଟଙ୍କା ପଇସା ଆଦି ଯାହା କିଛି ଅଛି ସେସବୁକୁ ତୁ ତୋ ଇଚ୍ଛା ଅନୁସାରେ ମୋ ଭାଇକି ଦେଇପାରୁ, ଭଉଣୀକୁ ଦେଇପାରୁ, ବ୍ରାହ୍ମଣଙ୍କୁ ଦେଇପାରୁ, ତୋ ଇଚ୍ଛା ତୁ ଯାହାକୁ ଦେଇପାରୁ। ମୋ ଠାରୁ କେବଳ ସେବା ଗ୍ରହଣ କର, ଏଥିରେ ସଂକୋଚ କର ନାହିଁ। କେବଳ ସେବା କରିବା ଆମର କାମ। ପିତାମାତାଙ୍କର ସେବା କରିବାକୁ ହେବ। ସ୍ତ୍ରୀ ଆମର ସେବା କରୁ ବା ନ କରୁ, ଆମେ ତାକୁ ବିବାହ କରି ଗ୍ରହଣ କରିଛେ, ତେଣୁ ତାକୁ ଯେପରି ଦୁଃଖ ନ ହେବ ସେଥିପ୍ରତି ଦୃଷ୍ଟି ଦେବା ଆମର କର୍ତ୍ତବ୍ୟ। ସ୍ତ୍ରୀ ହଇରାଣ କଲେ ଓ ଦୁଃଖ ଦେଲେ ଭଗବାନ ଆମ ଉପରେ ବଡ଼ କୃପା କଲେ ବୋଲି ମାନିବା ଉଚିତ। ସେ ଆମର ମନୋନୁକୂଳ ସେବା କରିଥିଲେ ଆମେ ମୋହରେ ଆବଦ୍ଧ ହୋଇଯାଇଥାନ୍ତେ। ଭଗବାନ ସ୍ୱୟଂ ପିତା, ମାତା, ସ୍ତ୍ରୀ, ପୁତ୍ର ଆଦିଙ୍କ ରୂପରେ ଆମଠାରୁ ସେବା ଗ୍ରହଣ କରୁଛନ୍ତି। ଏପରି ଭାବ ହୋଇଗଲେ ସୁଖଶକ୍ତି ନଷ୍ଟ ହୋଇଯିବ। ଏହା ନଷ୍ଟ ହେବା ମାତ୍ରେ ପରମାତ୍ମା ପ୍ରାପ୍ତି ହେଲା ବୋଲି ଜାଣନ୍ତୁ। କାରଣ ପରମାତ୍ମା ତ ସ୍ୱାଭାବିକ ଭାବେ ସର୍ବତ୍ର ପରିପୂର୍ଣ୍ଣ। ସବୁ ସ୍ଥାନରେ, ସବୁ କାଳରେ, ସବୁ ବସ୍ତୁରେ, ସବୁ ଘଟଣାରେ ଓ ସବୁ ପରିସ୍ଥିତିରେ ସେ ହିଁ ତ ବିଦ୍ୟମାନ। ଅନ୍ୟ କିଏ କେଉଁଠୁ ଆସିବ? ଅତଏବ ପରମାତ୍ମା ପ୍ରାପ୍ତିର ସରଳ ଉପାୟ ହେଲା ସୁଖ ପ୍ରଦାନ କରିବା ଏବଂ ପ୍ରଧାନ ବିଘ୍ନ ହେଲା ସୁଖ ଗ୍ରହଣ କରିବା।